କୁଳାଙ୍ଗର ବଦମାସ, ତୁ ଶେଷରେ ମୋ ଇଜ୍ଜତକୁ ଦାଣ୍ଡରେ ନିଲାମ କରିବାକୁ ବସିଲୁ। ଆରେ ମୁଁ ବି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଏହି ହାତରେ ଶହ ଶହ ପିଲାଙ୍କୁ ଧରି ମଣିଷ କରିଛି, ଆଉ ସେଇ ପିଲା ଭିତରେ ତୁ ମଧ୍ୟ ଜଣେ। ଏତିକି କଥା ମନେ କରିପାରିଲୁନି? ସବୁ ପିଲା ନିଜ ନିଜ ଇଜ୍ଜତକୁ ନେଇ କୋଉ ସୀମାରେ ନେଇ ପହଞ୍ଚେଇ ସାରିଲେଣି, ଆଉ ତୁ ତ ନିଜ ଇଜ୍ଜତକୁ ଦାଣ୍ଡରେ ନିଲାମ କରିବାକୁ ବସିଛୁ। ପାଠ ପଢି ଚାକିରି କଲୁ, ଭାବିଥିଲି ଚାକିରି କଲା ପରେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବି। ହେଲେ ଶାନ୍ତିରେ ନିଶ୍ୱାସ ମାରିବି କ'ଣ? ତୁ ଏମିତି କାମ କରୁଛୁ ଯେ ମୁଁ ଅଣନିଶ୍ୱାସୀ ହୋଇ ଛଟପଟ ହଉଛି। ବାପା, ତୁମେ ମତେ କୁହ ମୁଁ କ'ଣ କରିଛି? ବଦନାମ। ବଦନାମ ମାନେ ମୁଁ ବଦନାମ କରିଛି? ତୁ ବାଟରେ ଫେରିଲା ବେଳେ କ'ଣ କରୁଥିଲୁ ମୁଁ କିଛି ଜାଣିନି? ଆଉ ରାମ ମାଷ୍ଟର ଝିଅକୁ ତୋ ସାଙ୍ଗ ସଞ୍ଜୟ ନେଇ ଚାଲିଗଲା, ସେଥିରେ କ'ଣ ତୋର ଭୂମିକା ନାହିଁ? ବାପା, ଏ ସବୁ ମିଛ। ବଦନାମର ଆଉ ଲମ୍ବା ଚିଠା ମୋଠାରୁ ନେବାକୁ ଚାହୁଁଛୁ ତୁ? ବାପା, ହୁଏତ ଏ ବଦନାମ ତୁମକୁ ସତ ହେଇଥାଇପାରେ, କିନ୍ତୁ ଏ ବଦନାମ ସମ୍ପୂର୍ଣ୍ଣ ମିଛ। ତାହେଲେ ସତଟା କ'ଣ କହ? ଏବେ ସତ କହିଲେ ବି ତୁମକୁ ମିଛ ଲାଗିବ ବାପା। ସମୟ ଆସିଲେ ସବୁ ସତ ଜାଣିପାରିବ ବାପା। କିନ୍ତୁ ତୋର ଜାଣି ରଖିବା ଦରକାର ବିଜୁ, ଏ ପ୍ରବୀର ମାଷ୍ଟର ପାଖରେ କେହି କେବେ ମିଛ କହିବାକୁ ସାହସ କରିନାହାନ୍ତି, କିମ୍ବା ଆଜି ମଧ୍ୟ କହିପାରିବେ ନାହିଁ। ମନେ ରଖ, ବଦନାମ ମୁଁ ସହିପାରେନି। ବାପା, ସେଦିନ ପାର୍ଟିରେ ସାଙ୍ଗମାନେ ମଦ ପିଉଥିଲେ ବୋଲି ମୁଁ ପିଇଛି ବୋଲି ତୁମେ ମୋତେ କହିଲ। କିନ୍ତୁ ବାପା, ମୁଁ ମଦ ପିଏ ନା। ବୟସର ଅପରାହ୍ନରେ ମୁଁ ଏବେ ଘରର ଚାରିକାନ୍ଥ ଭିତରେ ରହି ଜୀବନ କାଟୁଛି। ଭାଇ ଭଉଣୀ ଦିଟା ତମେ, ତୁ ଚାକିରି କରିଛୁ ଆଉ ଅନିତା ପାଠ ପଢୁଛି। ହେଲେ ତମେ ଭାଇ ଭଉଣୀ ଦି ଜଣ ଘରୁ ଗୋଡ଼ କାଢିଲା ପରେ ବାହାରେ କ'ଣ କରୁଛ ମୁଁ ଆଖିରେ ସିନା ଦେଖିପାରିବିନି, ହେଲେ କାନରେ ଶୁଣିପାରିବିନି। କିନ୍ତୁ ବାପା, ତୁମେ ନା ପାଠ ପଢ଼ିଲା ସମୟରେ ପିଲାମାନଙ୍କୁ କହିଥିଲ ନିଜେ ନ ଦେଖିଲା ପର୍ଯ୍ୟନ୍ତ ଶୁଣା କଥାକୁ ବିଶ୍ୱାସ କରିବନି। ବାପା, ତୁମ ସାମ୍ନାରେ କଥା କହିବାକୁ ସାହସ ନଥିଲେ ବି ମୁଁ କହିଦେଲି। ବାପା, ମୋତେ କ୍ଷମା କରିଦିଅ। ବାପା, ଅନିତା କୁଆଡ଼େ ଯାଇଛି? ଆଜି କଲେଜ ଛୁଟି ଅଛି ବୋଲି ତା ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଛି।
ଆରେ ମା ଅନିତା। ମା ଅନିତା ମୁଁ ତୋ ପାଇଁ ଅପେକ୍ଷା କରି ଅଛି, ତୁ ଚାଲି ଆସିଲୁ ନା। ଏଥରକ ବି ମୋର ଡେରି ହେଇଗଲା ମଉସା। ଭାବୁଥିଲି ଆଜି ତୁ ଆସିବୁ କି ନାହିଁ। ଆରେ ମା ଅନିତା, ଯେତେ ଅସୁବିଧା ହେଲେ ବି ମାଙ୍କ ବାରିରେ ଫୁଲ ଚଢେଇବା ପାଇଁ ଭୁଲିବୁନି ହେଲା। ନା ନା ମଉସା, ମୋର ସେମିତି କିଛି ଭୁଲ ହବନି। ହଉ ହଉ ହଉ, ମା କଣ ଜାଣିପାରୁନାହାନ୍ତି କି ରେ ମା? ମଉସା ମାଙ୍କ ପାଖରେ କଣ କଣ ଭୋଗ ଲାଗେ? ମାଙ୍କ ପାଖରେ ସବୁ ଭୋଗ ଲାଗିପାରେନି ମା। ପାହାଡ ଉପରେ ପୂଜା ପାଉଥିବା ମାଙ୍କର ପ୍ରିୟ ଫୁଲ ହେଲା ମନ୍ଦାର। ମୁଁ ପ୍ରତି ସପ୍ତାହରେ ମାଙ୍କ ବାରିରେ ମନ୍ଦାର ଫୁଲ ଚଢେଇଲେ ମା ସନ୍ତୁଷ୍ଟ ହୋଇଥାନ୍ତି ରେ ମା। ତେଣୁ ତୁମ ଆଶାକୁ ନିଶ୍ଚୟ ପୂରଣ କରିବେ ମା। ଅନିତା ତୁ ମାଙ୍କ ପାଖରେ କଣ ଆଶା ରଖିଛୁ? ଆରେ ମା, ନିଜ ଆଶାକୁ ଆଉ କାହା ପାଖରେ ପ୍ରକାଶ କରନ୍ତିନି ରେ ମା। କେବଳ ମାଙ୍କ ଛଡା କେହି ଜାଣିବେନି ରେ ମା, ଏଇଟା ମାଙ୍କର ହୁକୁମ। ଆଚ୍ଛା ମା, ତୁମେ ଏବେ ଯାଅ, ମୋର କିଛି ମାଙ୍କ ପାଖରେ ପୂଜା ରହିଯାଇଛି ହେଲା। ମୁଁ କାମ ସାରି ଯିବି, ତୁମେ ମାନେ ଯାଅ ହେଲା। ଆରେ ଅନିତା ତୁ ମାଙ୍କ ପାଖକୁ କାହିଁକି ଫୁଲ ଚଢେଇବା ପାଇଁ ଆସିଥିଲୁ? ଆରେ ତୁ ବକିଟା କିରେ? ତୁ ଜାଣିପାରିଲୁନି ଦେହୁରୀ ମଉସା କଣ କହିକି ଗଲେ? ଆରେ ରହ, ତୁ ସିନା କାହିଁକି ଆସିଛୁ କହିପାରିବୁନି? କାହା ପାଇଁ ଆସିଛୁ ତ କହିପାରିବୁ? ହଁ ସେ କଥା ତ ମୁଁ କହିପାରିବି। ତୁ ତ ମନର ମଣିଷ ପାଇଁ ଆସିଛୁ। କେବଳ ମୁଁ ମୋ ମାଙ୍କ ପାଖକୁ ଆସିଛି ମୋ ବିଜୁ ଭାଇ ପାଇଁ। ଆରେ ବିଜୁ, ତୁ ଆଜି ଅଫିସ ଯାଇନୁ କି? ହଁ ଯାଇଥିଲି ଯେ ଆଜି ଟିକେ ଶୀଘ୍ର ପଳେଇ ଆସିଲି ଆଉ। ତୁ ତ ଚିନ୍ତାରେ ଥିଲା ପରିକା ଜଣା ପଡୁଛୁ, କଣ ହେଇଛି ତୋର? କଣ ଆଉ ହେବ, ସେଇ ବଦନାମ। ବଦନାମ? ହଁ ହଁ, ମିଛ ବଦନାମ। ଆଚ୍ଛା, ମୁଁ ଯାହା ଗେସ୍ କରିଛି, ବଦନାମଟା ବାପାଙ୍କ ଦ୍ୱାରା ହଉନି ତ? କଣ ଆଉ କହିବି ପ୍ରକାଶ, ବାପାଙ୍କ ମୁଣ୍ଡରେ କଣ ପଶିଛି କେଜାଣି। ହଜାରେ ବଦନାମ କରିସାରିଲା ପରେ ବି ଗୋଟିଏ କଥାରେ ସତ୍ୟତା ନାହିଁ। ମତେ ବି ଅନେକ ଥର ତୋ ବଦନାମ ବିଷୟରେ ତୋ ବାପା ମତେ କହିଛନ୍ତି। ତୋ ମଦ ପିଇବାଠୁ ଆରମ୍ଭ କରି ସଞ୍ଜୟ ଝିଅ ଧରି ଫେରାର ହେବା ପର୍ଯ୍ୟନ୍ତ। କିନ୍ତୁ ମୁଁ ଭଲ ଭାବରେ ଜାଣିଛି ଯେ ତୁ ଆଜି ପର୍ଯ୍ୟନ୍ତ ମଦ ଟୋପାଏ ପିଉନୁ କି ସଞ୍ଜୟ ଝିଅ ଧରି ଯିବାରେ ତୋର କୌଣସି ହାତ ନାହିଁ। କିନ୍ତୁ ବାପା ମତେ ଏତେ ବଦନାମ କାହିଁ କରୁଛନ୍ତି? କିନ୍ତୁ ଏସବୁ ମିଥ୍ୟା ଚକ୍ରାନ୍ତ।
ତମ ଘରକୁ ବଦନାମ କରିବା ପାଇଁ କେବଳ ତମ ବାପାଙ୍କ ମୁଣ୍ଡରେ ସନ୍ଦେହ ଭରି ଦେଇଛନ୍ତି। କିନ୍ତୁ ଏଥିରେ ସେମାନେ କ'ଣ ଲାଭ ପାଇବେ? କୁମ୍ଭାଟୁଆକୁ ଯଦି ତୁ ପଚାରିବୁ ତୁ କାହିଁକି ରାବ ଦଉଛୁ, ତା ଉତ୍ତରରେ କ'ଣ ଦେବ ବିଜୁ? କୁମ୍ଭାଟୁଆର କାମ ସେ ରାବ ଦେବ, ଆଉ ସେ ରାବରେ ସେ ଅନେକ ଖୁସି ପାଇଥାଏ। କିନ୍ତୁ କୁମ୍ଭାଟୁଆର ସେହି ରାବରେ ଯେ ଅନ୍ୟ ଜଣେ କେହି ଅସ୍ତବ୍ୟସ୍ତ ହୋଇପଡ଼େ, ସେ କଥା କୁମ୍ଭାଟୁଆ ଜାଣିପାରେ ନା। ତାମାନେ କ'ଣ ମୁଁ ମିଛ ବଦନାମ ପାଇ ଚାଲିଥିବି? ମିଛର ପାହାଡ଼ ଭିତରେ ସତ ଲୁଚି ରହିଥାଏ ବିଜୁ। ସତଟାକୁ ବାହାର କରିବାକୁ ହେଲେ ଖୋଜିବାକୁ ପଡ଼େ। ହେଲେ ସେ ସତକୁ ଖୋଜିବ କିଏ? ତୋ ବାପା। ଆରେ ବାପା ତ ମୋତେ ନିଜେ ବଦନାମ କରି ଚାଲିଛନ୍ତି। ସତ ଖୋଜିବେ କେତେବେଳେ? ଯେତେବେଳେ ଜଙ୍ଗଲରେ ନିଆଁ ଲାଗିଯାଏ ସେତେବେଳେ ଲିଭେଇବାରେ ସମସ୍ତେ ବ୍ୟସ୍ତ ହୋଇଯାଆନ୍ତି। କିନ୍ତୁ ନିଆଁ କାହିଁକି ଲାଗିଲା ତାର କାରଣ ସେତେବେଳେ କେହି ଖୋଜି ନଥାନ୍ତି। ଯଦି ତା ପରଦିନ ସେହି ସ୍ଥାନରେ ନିଆଁ ଲାଗିଯାଏ, ସତଟାକୁ ଜାଣିବା ପାଇଁ ସମସ୍ତେ ଖୋଜି ବୁଲନ୍ତି। ତେଣୁ ଆଉ ଥରେ ନିଆଁ ଲାଗିବା ଦରକାର। ମୁଁ ତ କିଛି ବୁଝିପାରିଲିନି ପ୍ରକାଶ। ସମୟ ଆସିଲେ ସବୁ ଠିକ୍ ହେଇଯିବ। ହେଲେ ସେ ସମୟକୁ ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ ପ୍ରକାଶ। ହେଲେ ଗୋଟିଏ କଥା ମନେ ରଖିବୁ ବିଜୁ, ସେ ବଦନାମଟା କେବଳ ତୋ ବାପା ଦଉଛନ୍ତି, କିନ୍ତୁ ଦୁନିଆ ଜାଣିଛି ତୁ କିଏ। ପ୍ଲିଜ୍ ୱେଟ୍। ପ୍ରକାଶ କ'ଣ କହିଗଲା ମୁଁ ତ କିଛି ବୁଝିପାରିଲିନି। ଆଚ୍ଛା, ମୁଁ ଘରକୁ ଯାଇକି ଦେଖେ ବାପା ମୋ ପାଇଁ କ'ଣ ବଦନାମ ଆଣିଛନ୍ତି। ବିଜୁ, କିରେ କୁଆଡ଼େ ଯାଇଥିଲୁ? ବାପା, ସବୁବେଳେ ସନ୍ଦେହ କରି ମୋ ଉପରେ ବଦନାମ କାହିଁ କରୁଛ? ମୁଁ ପୁରା ଅଫିସ ଯାଇଥିଲି। କିରେ ଆଜି କ'ଣ ଏତେ ଶୀଘ୍ର ଅଫିସ ଛୁଟି ହେଇଗଲା? ମୁଁ ଆଜି ଅଫିସରୁ ଶୀଘ୍ର ଚାଲି ଆସିଲି। ହେ ସତ କହ, ଅଫିସ ବାହାନାରେ ତୁ ଆଉ କୁଆଡ଼େ ଯାଇଥିଲୁ? ମୁଁ ଶୁଣିଛି ତୋ ଅଫିସର ଲେଡି କିରାଣୀ ସହିତ ତୁ ବେଶୀ ମିଳାମିଶା କରୁଛୁ। ବାପା, ସେ ଆମ ଅଫିସର ଷ୍ଟାଫ୍। କିଏ ମନା କଲା? ତା ବୋଲି ତୁ ତା ସହିତ ଭାବ ଲାଭ ରଖି ଟଙ୍କା ଖର୍ଚ୍ଚ କରିବା କ'ଣ ଦରକାର? ବାପା, ଚୁପ୍। ତୁ ଭାବୁଛୁ ତୋ ବିଷୟରେ ମୁଁ କିଛି ଜାଣିପାରୁନି ନା? ଏତେ ବଡ଼ ଭବିଷ୍ୟତର ଲମ୍ବା ରାସ୍ତାରେ ଚାଲି ମୁଁ ଆଜି ଶେଷ ସୀମାରେ ପହଞ୍ଚି ସାରିଲିଣି। କିନ୍ତୁ କେବେ ବି ମୋ ଚଲାପଥରେ ମୁଁ ବଦନାମ ପାଇନଥିଲି। ଆଉ ତୁ ତ ଭବିଷ୍ୟତର ପ୍ରଥମ ଚଲାପଥରେ ଚାଲୁ ଚାଲୁ ଏତେ ବଦନାମ ମୁଣ୍ଡଉଛୁ କାହିଁକି? ବାପା, ତୁମେ ଯାହା ଏସବୁ ଶୁଣୁଛ ସବୁ ମିଛ। ତାହେଲେ ସତଟା କ'ଣ?
ବାପା ମୁଁ ତୁମକୁ କେମିତି ବୁଝେଇବି? ଯାହା ଶୁଣୁଛ ଏସବୁ ମିଛ। ଚୁପ୍ କର। ବାପା କଣ ହେଇଛି? ଭାଇଙ୍କ ଉପରେ ସବୁବେଳେ ରାଗୁଛ କାହିଁକି? ହଁ ହଁ, ତୁ ବି ଏବେ ମତେ ପାଠ ପଢେଇବୁ। ଆଉ ପାଠ ପଢେଇବାର ବୟସ ହେଇଗଲା ତ। ବାପା ତମେ ଥରେ ସତଟା କଣ ଜାଣିବାକୁ ଚେଷ୍ଟା କରୁଛ? ତା ମାନେ ମୁଁ କଣ ତା ବିଷୟରେ ଯାହା ଶୁଣୁଛି ସବୁ ମିଛ? ବାପା ଏସବୁ ମିଛ। ଠିକ ଅଛି, ତମେ ଭାଇ ଭଉଣୀ ଦି ଜଣ ଯଦି ମୋ କଥାକୁ ମିଛ ଭାବୁଛ, ମୁଁ ବି ସତଟା ଖୋଜିକି ବାହାର କରିବି। ଅନିତା, କିଏ ଆମ ପରିବାରକୁ ବଦନାମ କରିବାକୁ ବସିଛି? ମୁଁ ତ କିଛି ବୁଝିପାରୁନି। ଦୁନିଆ ତ ଗୋଟେ ବଦନାମର ଦୁନିଆ ଭାଇ। ଏଇ ବଦନାମର ଦୁନିଆରେ ଚାଲିବାକୁ ହେଲେ ଅନେକ କିଛି ସହିବାକୁ ପଡିଥାଏ। କିନ୍ତୁ ବାପା ମୋ ଉପରେ ବଦନାମ ଲଦି ଦେବେ ଏସବୁ ବିଶ୍ୱାସ ମୋର ନଥିଲା। ପୁଅ ଝିଅଙ୍କ ଉପରେ ବଦନାମ ଆସିଲେ କୌଣସି ବାପା ସହିପାରିବେନି ଭାଇ। କିନ୍ତୁ ମିଛ ବଦନାମରେ ଆମ ଘରଟା ଅଶାନ୍ତି ହଉଛି, ଏ କଥା ବାପା ଭୁଲି ଯାଉଛନ୍ତି ବୋଧେ। ତାହେଲେ କଣ ହବ? ଏମିତି ଅଶାନ୍ତି ବଢି ବଢି ଚାଲିଥିବ? ଯେତେ ଦିନ ପର୍ଯ୍ୟନ୍ତ ବାପାଙ୍କ ମନରେ ସନ୍ଦେହ ଭରି ରହିଥିବ, ସେତେ ଦିନ ପର୍ଯ୍ୟନ୍ତ ଏ ଘରେ ଅଶାନ୍ତି ଲାଗି ରହିଥିବ। ବ୍ୟସ୍ତ ହୁଅ ନା ଭାଇ, ଧୀରେ ଧୀରେ ସବୁ ସନ୍ଦେହ ବାପାଙ୍କ ମନରୁ ଦୂର ହେଇଯିବ। ବାପା କଣ ସବୁବେଳେ ମିଛ ସନ୍ଦେହରେ ବଦନାମ କରି ଚାଲିଥିବେ? ଦିନେ ନା ଦିନେ ବାପା ସବୁ ସତ କଥା ଜାଣିପାରିବେ ନା। କିନ୍ତୁ ବାପାଙ୍କୁ ବୁଝେଇବ କିଏ? କେହି ନା କେହି ତ ଜଣେ ବାପାଙ୍କୁ ବୁଝେଇ ପାରିବେ ନା। ପୁଅ ଜନ୍ମ କରିଥିଲି, ସୁନାମ ଅର୍ଜନ କରି ମୋ ନାଁକୁ ଉପରକୁ ନେବା ପାଇଁ। କିନ୍ତୁ କିନ୍ତୁ ଉପରକୁ ନବ କଣ? ବଦନାମ ପରେ ବଦନାମ କରି ମୋତେ ଅଣନିଶ୍ୱାସୀ କରିଦେଲାଣି। ମଉସା ସେ ବଦନାମର ସତ୍ୟତା ବିଷୟରେ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି? ଆଉ ସେ ବଦନାମ ଯେ ମିଛର ବଦନାମ, ସେ କଥା କାହାକୁ ପଚାରି ବୁଝିଛନ୍ତି? କିନ୍ତୁ ଲୋକମାନେ ତ ମିଛରେ ବଦନାମ କରିବେନି। ମହାସତୀ ସାବିତ୍ରୀ ମା ସୀତା ଦେବୀ ବି ଦିନେ ମିଛ ବଦନାମର ଶିକାର ହୋଇଥିଲେ, ଯାହା ଫଳରେ କି ମା ସୀତା ଦେବୀକୁ ବି ଦିନେ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ତମେ କଣ ଚାହୁଁଛ ବିଜୁ ବି ତମ ପାଖରେ ଅଗ୍ନି ପରୀକ୍ଷା ଦେବ? ଆଜି ବିଜୁର ମିଛ ବଦନାମ ଆସୁଛି, କାଲି ହୁଏତ ଅନିତାର ମଧ୍ୟ ଆସିପାରେ। କିନ୍ତୁ ଅନିତାକୁ ମିଛ ବଦନାମ ଦେବେ କାହିଁକି? ମଉସା, ଆକାର ଏକାରଠୁ ଆରମ୍ଭ କରି ଯୁକ୍ତାକ୍ଷର ପର୍ଯ୍ୟନ୍ତ ପାଠ ପଢ଼ାଇ ପିଲାମାନଙ୍କୁ ସିନା ମଣିଷ କରିପାରିଲ, ହେଲେ ଦୁନିଆର ଗଣିତ ହିସାବଟା ତମେ ଭୁଲ କରିଦେଲ ମଉସା। ଏ ଦୁନିଆରେ ଅଦୃଶ୍ୟ ଆକାରରେ କାୟା ବିସ୍ତାର କରି ରହିଛି ଗୋଟିଏ ବଢ଼ିଆଣି ଜାଲ। ସେହି ବଢ଼ିଆଣି ଜାଲରେ ଯିଏ ଥରେ ପଡ଼ିଯାଏ, ସେହି ଜାଲରୁ ସେ ସହଜରେ ବାହାରି ପାରେ ନା।
ଆଉ ତମେ ସେ ଜାଲରେ ପଡ଼ିଯାଇଛ। ମଉସା, ତମେ ଜଣେ ଶିକ୍ଷକ, ତମକୁ ବୁଝେଇବା ମୋ ପକ୍ଷରେ ଠିକ୍ ନୁହଁ। ଆଚ୍ଛା ମଉସା, ଅନିତା ଘରେ ନାହିଁ କି? अरे माँ अनिता। ମଉସା ଆପଣ? अरे माँ तू आज कहीं माँ को पाखକୁ ଗଲୁନି रे माँ? ତତେ ଅପେକ୍ଷା କରିକି ରହିଥିଲି, ତୁ ଗଲୁନି କଣ ପାଇଁ ଯେ? ସେ କଣ କିଏ କିଛି କହିଛି? अच्छा माँ तू मते सत कहबू? कौन ହେଇଛି କି ରେ ମାଁ, ତୁ ମତେ ସତ କହିବୁ? କାହାକୁ କହିବି? ଶୁଣିବ କିଏ ମଉସା? ଏମିତି ଗୋଟେ ପରିସ୍ଥିତି ଆମ ଘରେ ସୃଷ୍ଟି ହେଇଯାଇଛି ଯେ ନା ସହି ହଉଛି ନା ସମାଧାନ କରି ହଉଛି। କ୍ଷୀରର ସାଗର ମଧ୍ୟରେ ଆଜି ବିଶ୍ୱର ଜୁଆର ଉଠି ଆସିଛି। ଆଉ ଆମକୁ ଅଣନିଶ୍ୱାସୀ କରିଦଉଛି ମଉସା। ମଉସା, ବାପାଙ୍କ ମିଛ ସନ୍ଦେହ ଆଜି ଆମ ପରିବାରକୁ ଛାରଖାର କରିବା ପାଇଁ ବସିଛି। ତୋ କଥା ମୁଁ କିଛି ବୁଝିପାରୁନି ରେ ମାଁ। ବାପାଙ୍କ ପାଖରେ ଆଜି ବିଜୁ ଭାଇ ମିଛ ବଦନାମର ଶିକାର ହୋଇଛନ୍ତି। बदमाश हैं? କ୍ଷମା କରିବେ ମଉସା, ଆପଣ ଜଣେ ଗୁରୁଜନ ଶିକ୍ଷକ ମଧ୍ୟ। ଆପଣଙ୍କୁ ଏମିତି ବ୍ୟବହାର କରିବା ପାଇଁ ମୁଁ ଦୁଃଖିତ। କିନ୍ତୁ ତୁ ବୋଧେ ବିଜୁର ବଦନାମ ବିଷୟରେ କିଛି ଜାଣିନୁ। ମଉସା, ବିଜୁର ବଦନାମ ବିଷୟରେ ଜାଣିବା ପୂର୍ବରୁ ମୁଁ ତମ ବଦନାମ ବିଷୟରେ ଜାଣିବା ପାଇଁ ଚାହୁଁଛି। ମୋ ବଦନାମ? ତମ ବଦନାମ। ଗାଁ ସାରା ଆଜି ତମ ନାଁରେ ବଦନାମ ଉଠୁଛି। ତମେ ଆର ସାହିର ବିଧବା ସ୍ତ୍ରୀ ଲୋକ ସହିତ ସମ୍ପର୍କ ରଖିଛ। ଏ ବୟସରେ ତମେ କଳଙ୍କିତ କାମ କରିବା ପାଇଁ ତମେ ପାଦ କେମିତି ବଢେଇ ପାରିଲ ମଉସା? ମଉସା, ତମେ ଏମିତି ଚୁପଚାପ ରହିଗଲ ଯେ ମୋ କଥାର ଉତ୍ତର ଦିଅ।
ଏଇଟା ତ ମିଛ ନୁହେଁ। ହଁ ମିଛ। କିଏ ଜଣେ ମୋତେ ଫସେଇବା ପାଇଁ, ମିଛ ନାଁରେ ବଦନାମ କରିବା ପାଇଁ ଚେଷ୍ଟା କରୁଛି। ମିଛ ଗୁଜବ କେବେ ଉଠେ ନା ମଉସା। ଗୁଜବରେ କିଛି ନା କିଛି ସତ ରହିଥାଏ। ତୁ ମୋତେ ସନ୍ଦେହ କରୁଛୁ? ଏ ବଦନାମ ଗୋଟେ ମିଛ ବଦନାମ। ତାହେଲେ ବିଜୁର ବଦନାମକୁ ତମେ ସତ ବୋଲି ଭାବୁଛ କାହିଁକି? ତା ମାନେ ତୁ କହୁଛୁ? ମୁଁ କହୁନି ମଉସା, ଆପଣ ନିଜେ କହୁଛନ୍ତି ଯେ ଆପଣଙ୍କ ନାଁରେ ଉଠିଥିବା ବଦନାମ ମିଛ ବୋଲି। ହଁ, ମୁଁ ଏବେ ବି କହୁଛି ସେ ବଦନାମ ମିଛ ବଦନାମ ବୋଲି। ତାର ପ୍ରମାଣ କଣ ଦେଇପାରିବୁ? ତାହେଲେ ବିଜୁର 1000 ବଦନାମରୁ ତମେ କେତୋଟି ପ୍ରମାଣ ଦେଇପାରିବ ମଉସା? ବିଜୁର ବଦନାମ ଯଦି ସତ, ତାହେଲେ ତମେ ସେ ବିଧବା ସ୍ତ୍ରୀ ସହିତ ସମ୍ପର୍କ ରଖିଥିବା ବଦନାମ ମିଛ ହବ କେମିତି? ମିଛର ସାହାରା ନେଇ ଦୁନିଆରେ ଅନେକ ଲୋକ ଅନ୍ୟକୁ ବଦନାମ ଦେଇ ଆତ୍ମସନ୍ତୋଷ ପାଇଥାନ୍ତି ମଉସା। ଏହି ମିଛ ବଦନାମକୁ ନିଜ ଲୋକମାନେ ସତ ଭାବି ସତରେ ପରିଣତ କରିଦେଇଥାନ୍ତି। ଦୁନିଆରେ ଅନେକ ଲୋକ ଘର ଭାଙ୍ଗି ଦିଅନ୍ତି ସିନା, ହେଲେ ଘର ତୋଳିବାରେ ଟିକେ ମଧ୍ୟ ସାହାଯ୍ୟ କରନ୍ତି ନାହିଁ। ଶାନ୍ତିର ମଞ୍ଜି ବୁଣି ଦେଇ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ କେବେ କେହି ହେଲେ ଚେଷ୍ଟା କରିନଥାନ୍ତି ମଉସା। ଆଉ ନିଜର ସ୍ୱାର୍ଥ ପଛରେ ଗଡ଼େଇ ଗଡ଼େଇ ସମସ୍ତେ ଅନ୍ୟ ପାଇଁ ବୁଣି ଚାଲିଥାନ୍ତି ବିଷ ମଞ୍ଜି। ଯେହେତୁ ତମେ ଶିକ୍ଷକ ଥିଲ, ମୋ ଅପେକ୍ଷା ତମେ ଅଧିକ ଜାଣିଛ ମଉସା। ଯଦିବା ମୁଁ ଭୁଲ କରିଥାଏ, ମୋତେ କ୍ଷମା କରିଦେବେ ମଉସା। ପ୍ରକାଶ, ମୁଁ ଶିକ୍ଷକ ଥିଲାବେଳେ ମୁଁ ଅନେକ ପିଲାଙ୍କର ଏମିତି ଆଖି ଖୋଲି ଦେଇଥିଲି। କିନ୍ତୁ ଆଜି ଶିକ୍ଷକତାର ଅବସର ନେଲା ପରେ ତୁ ଯେ ମୋ ଆଖିରୁ ଅନ୍ଧପୁଟିଳି ଖୋଲିଦେବୁ, ଏ କଥା ମୋର ବିଶ୍ୱାସ ନଥିଲା। ତାମାନେ ତମେ କଣ କହିବାକୁ ଚାହୁଁଛ ମଉସା? ମିଛ ବଦନାମର ଶିକାର ହୋଇ ବିଜୁ ଉପରେ ମୁଁ ଯେଉଁ ଅବିଚାର କରିଛି, ଭଗବାନ ନ କରନ୍ତୁ ସେମିତି ଆଉ କେବେ ହେଉ। ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ମୋ ଘର ଭାଙ୍ଗିଦେଲା ଏଇ ମିଛ ବଦନାମ।